ଚୌଦ୍ୱାର ବିଭିନ୍ନ ସ୍ଥାନରେ ରଥ ଟାଣିଲେ ହଜାର ହଜାର ଶ୍ରଦ୍ଧାଳୁ। ଆଷାଢ଼ ମାସର ଶୁକ୍ଳ ଦ୍ୱିତୀୟ ତିଥିରେ ପ୍ରଭୁ ଜଗତର ନାଥ କାଳିଆ ସାଆନ୍ତଙ୍କ ଘୋଷଯାତ୍ରା। ଏହି ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର ଭାରତ ବର୍ଷ। ଏଥିରେ ବାଦ ପଡ଼ିନି କଟକ ଜିଲ୍ଲାର ଚୌଦ୍ୱାର ସହର। ଭକ୍ତି ଭାବନା ଓ ଉତ୍ସବର ରଙ୍ଗରେ ରଙ୍ଗାୟିତ ହୋଇ ଉଠିଛି ଐତିହାସିକ ଶିଳ୍ପନଗରୀ। ଚୌଦ୍ୱାର ହାଉସିଂ ବୋର୍ଡ ଓଟିଏମ୍ କଲୋନୀ ପୌରାଞ୍ଚଳର 19ଟି ୱାର୍ଡ ଓ ଆଖପାଖ ପଞ୍ଚାୟତ ଗୁଡ଼ିକରେ ଧୁମଧାମରେ ପାଳିତ ହୋଇଯାଇଛି ପବିତ୍ର ରଥଯାତ୍ରା। ବିଶେଷ କରି ଚୌଦ୍ୱାର ମୁଣ୍ଡମାଳର ରଥଯାତ୍ରା ଏହି ଅଞ୍ଚଳର ସର୍ବପ୍ରାଚୀନ। ପ୍ରତିବର୍ଷ ଭଳି ଚଳିତ ବର୍ଷ ଦିନ ତମାମ ବର୍ଷା ମଧ୍ୟରେ ଏହା ସୁରୁଖୁରୁରେ ସମାପନ ହୋଇଯାଇଛି। ଏହି ଅଞ୍ଚଳରେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଲୋକ ଏକାଠି ହୋଇ ମହାପ୍ରଭୁଙ୍କ ସେବାରେ ନିଜକୁ ସାମିଲ କରିଥିଲେ। ରଥ ଟାଣିବା ବେଳେ ଛୋଟ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଭକ୍ତି ଓ ଆନନ୍ଦର ଝଲକ ସ୍ପଷ୍ଟ ଦେଖାଦେଇଥିଲା। ସ୍ଥାନୀୟ 8 ନମ୍ବର ୱାର୍ଡ ଶିଶୁ ପାର୍କ ନିକଟରେ ଅବସ୍ଥିତ ଗୁଣ୍ଡିଚା ମନ୍ଦିରରେ ମହାବିଗ୍ରହ ମାନଙ୍କୁ ରଖାଯାଇ ପୂଜାର୍ଚ୍ଚନା କରାଯାଇଛି। ସେହିଭଳି ଚୌଦ୍ୱାର ପୌରାଞ୍ଚଳର ବିଭିନ୍ନ ସାହିରେ ମଧ୍ୟ ରଥଯାତ୍ରା ପାଳିତ ହୋଇଯାଇଛି। ସ୍ଥାନୀୟ ତିନିକୋଣିଆ ଛକସ୍ଥିତ ଜଗନ୍ନାଥ ପରିସରରେ 3 ରଥ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ଏଠାରେ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ 3ଟି ରଥରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଜଗନ୍ନାଥ ସହିତ ପ୍ରଭୁ ସୁଦର୍ଶନଙ୍କୁ ରଥାରୂଢ଼ କରାଯାଇ ଜନ୍ମବେଦୀକୁ ନିଆଯାଇଥିଲା। ଚୌଦ୍ୱାର ନବଗ୍ରହ ସାହି, ତଳବଜାର ଆଦି ଅଞ୍ଚଳରେ ବହୁ ଛୋଟ ବଡ଼ ରଥ ଦେଖିବାକୁ ମିଳିଥିଲା। ପୁନଶ୍ଚ ଚୌଦ୍ୱାର ହାଉସିଂ ବୋର୍ଡ ଅଞ୍ଚଳରେ ବହୁ ବର୍ଷ ଧରି ରଥଯାତ୍ରା ଏକ ସାମାଜିକ ପରମ୍ପରାରେ ପରିଣତ ହୋଇଛି। ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ରଥ ନିର୍ମାଣ, ମନ୍ଦିର ସାଜସଜ୍ଜା, ଭଜନ କୀର୍ତ୍ତନ, ପ୍ରସାଦ ବଣ୍ଟନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତେବେ ଟାଙ୍ଗୀ ଚୌଦ୍ୱାର ବ୍ଲକର ବିଭିନ୍ନ ପଞ୍ଚାୟତରେ ମଧ୍ୟ ରଥଯାତ୍ରାର ଉତ୍ସବ ଅନ୍ୟାନ୍ୟ। ଗ୍ରାମାଞ୍ଚଳର ରଥଯାତ୍ରାରେ ଆଜି ମଧ୍ୟ ପୁରାତନ ପରମ୍ପରା ଜୀବନ୍ତ। ସ୍ଥାନୀୟ ନଖରା ପଞ୍ଚାୟତ ବଡ଼ଚାଞ୍ଚ, ଅଙ୍ଗଦରାଡିହା, ନଖରା, ଶାଳଗାଁ ପଞ୍ଚାୟତର ଦଧିବାମନଙ୍କ ରଥଯାତ୍ରାରେ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଏହି ଅବସରରେ ଘରେ ଘରେ ପିଠାପଣା, ପୋଡ଼ପିଠା ଓ ମହାପ୍ରସାଦ ପ୍ରସ୍ତୁତ ହୋଇଥିଲା। ତେବେ ଦିନସାରା ଝିପିଝିପି ବର୍ଷା ଲାଗି ରହିଥିବା ବେଳେ ପ୍ରଭୁ ଜଗନ୍ନାଥଙ୍କ ଏହି କାର୍ଯ୍ୟ ପାଇଁ ଶ୍ରଦ୍ଧାଳୁଙ୍କ କୁଣ୍ଠା ଦେଖିବାକୁ ମିଳିନଥିଲା। ବରଂ ପହଣ୍ଡି ବିଜେଠାରୁ ଆରମ୍ଭ କରି ରଥାରୂଢ଼ ହେବା ପର୍ଯ୍ୟନ୍ତ ଜୟ ଜଗନ୍ନାଥ ଧ୍ୱନିରେ ଶ୍ରଦ୍ଧାଳୁମାନେ ଗଗନ ପବନ ମୁଖରିତ କରିଦେଇଥିବା ବେଳେ ରଥ ଆଗରେ ଅବାଳ ବୃଦ୍ଧ ବନିତା ଭକ୍ତି ରସରେ ଉବୁଟୁବୁ ନେଇ ନାଚୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଆଜି ପବିତ୍ର ପ୍ରଭୁ ଜଗନ୍ନାଥଙ୍କର ଘୋଷଯାତ୍ରା ପୁରୀରେ ସୁନ୍ଦର ଭାବରେ ଚାଲିଛି। ଲକ୍ଷ ଲକ୍ଷ ଜନସାଧାରଣଙ୍କ ଭିତରେ ମହାପ୍ରଭୁ ଜଗନ୍ନାଥଙ୍କର ରଥ, ପ୍ରଭୁ ବଳଭଦ୍ରଙ୍କର ରଥ, ମା ସୁଭଦ୍ରାଙ୍କର ରଥ ଆରମ୍ଭ ହୋଇଛି। ସେହିଭଳି ଚୌଦ୍ୱାରରେ ମଧ୍ୟ ଚୌଦ୍ୱାର ଗାଁରେ ଆଜି ସୁନ୍ଦର ଭାବରେ ପ୍ରଭୁ ଜଗନ୍ନାଥଙ୍କର 3 ରଥ ପ୍ରାୟ ହଜାର ହଜାର ସଂଖ୍ୟାର ଜନସାଧାରଣ ଯୋଉଭଳି ଭାବରେ ଆସି ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର, ମା ସୁଭଦ୍ରାଙ୍କର ଆଶୀର୍ବାଦ ନେଉଛନ୍ତି, ଦେଖିଲେ ବିଶ୍ୱାସ କରି ହୁଏନି କୋଉଭଳି ଭାବ ରହିଛି ପ୍ରଭୁ ଜଗନ୍ନାଥଙ୍କ ପ୍ରତି। ତେଣୁ ଏତିକି କେବଳ ଆଜିର ପବିତ୍ର ଘୋଷଯାତ୍ରାରେ କାମନା କରିବି, ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଆଶୀର୍ବାଦ ଦେଇଥାନ୍ତୁ, ସାନ ପିଢି ମାନଙ୍କୁ ଦିଗ୍ଦର୍ଶନ ସାନ ପିଢି ପାଆନ୍ତୁ। ଏଇଭଳି ଭାବରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଚାରିଆଡେ ଆଜି କଟକ ସହରର ଏ ବର୍ଷ ବି ଆମର 3 ରଥ ହଉଛି। ମା ସୁଭଦ୍ରାଙ୍କ ରଥକୁ ମହିଳା ମାନେ ଟାଣିବେ। ସେଥିପାଇଁ ମହିଳା ମାନେ ବହୁତ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଭଗବାନ ଏପର୍ଯ୍ୟନ୍ତ ଆସିନାହାନ୍ତି ରଥକୁ, ଆସିଲା ପରେ ରଥ ଟଣା ହବ। ସମସ୍ତେ ଅଛନ୍ତି ଉତ୍ସାହର ସହିତ ଅପେକ୍ଷା କରି। କଟକ ଚୌଦ୍ୱାରରୁ ନବୀନ ରାଓଙ୍କ ରିପୋର୍ଟ, ଜେ ନ୍ୟୁଜ ଓଡ଼ିଆ।